ତୁମେ ମାନେ ଜାଣିଛ କି ଯେ ଆମ ସୌରମଣ୍ଡଳରେ 150ରୁ ଅଧିକ ଚନ୍ଦ୍ର ପରିକ୍ରମା କରୁଛନ୍ତି। ତେବେ ଏଥିମଧ୍ୟରୁ କେବଳ ଗୋଟାଏ ହିଁ ଆମକୁ ରାତିରେ ଉଜ୍ଜ୍ୱଳ ଭାବରେ ଦେଖାଯାଏ, ଯାହାକୁ ଆମେ ଆମର ଚନ୍ଦ୍ର ବୋଲି କହିଥାଉ। ତେବେ ଚନ୍ଦ୍ର ଆମଠାରୁ ବହୁ ଦୂରରେ ଅଛି। ସଠିକ୍ ଭାବରେ କହିବାକୁ ଗଲେ ଚନ୍ଦ୍ର ଆମଠାରୁ 3,84,400 କିଲୋମିଟର ଦୂରରେ ଅଛି, ଯାହାକି ଏତେ ଦୂର ଯେ ଆମେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ 30ଟି ପୃଥିବୀ ରଖିଦେଇପାରିବା। ତେବେ ତୁମେ ଯଦି ଏକ ରକେଟରେ ବସି ଚନ୍ଦ୍ରକୁ ଯାଇ ପହଞ୍ଚିବ, ତାହେଲେ ତୁମେ ସେଠାରେ କ'ଣ ଦେଖିବ ଏବଂ ତା ପୂର୍ବରୁ ଆମେ ଦେଖିବା ଯେ ଚନ୍ଦ୍ରର ଆକାର କେତେ। ତେବେ ଚନ୍ଦ୍ରର ଆକାର ପୃଥିବୀ ତୁଳନାରେ ବହୁତ ଛୋଟ। ପୃଥିବୀର ବ୍ୟାସ 12,756 କିଲୋମିଟର ହେଲେ ଚନ୍ଦ୍ରର ବ୍ୟାସ ହେଉଛି 3,475 କିଲୋମିଟର। ମାନେ ପୃଥିବୀଟି ଯଦି ଏକ ଫୁଟବଲ ହୁଏ, ଚନ୍ଦ୍ରଟି ହେଉଛି ଏକ ଟେନିସ୍ ବଲ୍। ତେବେ ଏହାର ପରବର୍ତ୍ତୀ ପ୍ରଶ୍ନ ହେଉଛି ଯେ ଚନ୍ଦ୍ର କିପରି ଦେଖାଯାଏ, ମାନେ ଚନ୍ଦ୍ର ପୃଷ୍ଠରେ କ'ଣ ଅଛି। ଚନ୍ଦ୍ର ପୃଷ୍ଠଟି ସମ୍ପୂର୍ଣ୍ଣ ଭାବରେ ଧୂସରାଙ୍ଗର ଧୂଳିରେ ଭର୍ତ୍ତି ହୋଇଛି ଏବଂ ଏହା ହେଉଛି ପଥୁରିଆ। ଏହା ଯେପରି ଏକ ବିଶାଳ ମରୁଭୂମି। ଯଦି ଆମେ ପାଖରୁ ଦେଖିବା ତାହେଲେ ସେଠାରେ ଆମକୁ ହଜାର ହଜାର ସଂଖ୍ୟାର ପାତ୍ର ପରି ଗର୍ତ୍ତ ଦେଖାଯିବ। ତେବେ ଏହି ଗର୍ତ୍ତଗୁଡ଼ିକୁ ଆମେ କ୍ରେଟର ବୋଲି କହିଥାଉ। ତେବେ ଏହି ଗର୍ତ୍ତଗୁଡ଼ିକ କିପରି ସୃଷ୍ଟି ହେଲା? ଭିନ୍ନ ଭିନ୍ନ ସମୟରେ ଉଲ୍କାପିଣ୍ଡ, ଧୂମକେତୁ, ଗ୍ରହଣପୁଞ୍ଜ ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ଫଳରେ ଏହା ଖାଲ ବା ଗର୍ତ୍ତରେ ପରିଣତ ହୋଇଛି। ତେବେ ସବୁଠାରୁ ବଡ଼ କ୍ରେଟର ହେଉଛି ଦକ୍ଷିଣ ମେରୁରେ ଥିବା ଏଟକେନ୍ ବେସିନ୍। ଏହି ଏଟକେନ୍ ବେସିନ୍ର ଗଭୀରତା ହେଉଛି 8 କିଲୋମିଟର। ମାନେ ସମ୍ପୂର୍ଣ୍ଣ ମାଉଣ୍ଟ ଏଭରେଷ୍ଟ ଏଥିରେ ଫିଟ୍ ହୋଇଯାଇପାରିବ। ତେବେ ଏଠାରେ ଆଉ ଏକ ମଜାଦାର ଜିନିଷ ଅଛି, ଯାହା କ'ଣ ଯେ ଚନ୍ଦ୍ରରେ ଯେହେତୁ ବାୟୁମଣ୍ଡଳ ନାହିଁ କିମ୍ବା ବର୍ଷା ହୁଏ ନାହିଁ କିମ୍ବା ସେଠାରେ କୌଣସି ଜୀବନ ନାହିଁ, ତେଣୁକରି ଏହି କ୍ରେଟରଗୁଡ଼ିକ କେବେ ବି ଭରି ନଥାନ୍ତି। ଏଗୁଡ଼ିକ ସବୁବେଳେ ସେହିପରି ଥାନ୍ତି। ତେବେ ତୁମମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଚନ୍ଦ୍ରରେ ପାଣି ଅଛି ନା ନାହିଁ। ତେବେ ଚନ୍ଦ୍ରରେ ଯଦିଓ ନଦୀ ପ୍ରବାହ ହେଉନାହିଁ କିମ୍ବା ସମୁଦ୍ର ପ୍ରବାହ ହେଉନାହିଁ, କିନ୍ତୁ ସେଠାରେ ବରଫାବୃତ ଜଳର ସାମାନ୍ୟ ଅଂଶ ରହିଛି। ମାନେ କିଛି କିଛି ଜଳ ଅଛି ଯାହାକି ବରଫ ଅବସ୍ଥାରେ ରହିଛି। ତେବେ ଏପର୍ଯ୍ୟନ୍ତ ଆମେ ଯାହା ଦେଖିଲେ ଆମେ ଜାଣିଲେ ଯେ ଚନ୍ଦ୍ରର ବାହାର ପାର୍ଶ୍ୱରେ କ'ଣ ଅଛି। ତେବେ ଚନ୍ଦ୍ରର ଭିତରେ କ'ଣ ଅଛି? ତେବେ ଭାବନ୍ତୁ ଚନ୍ଦ୍ରକୁ ଆମେ ଏକ କେକ୍ ପରି କାଟିଦେବା। କେକ୍ ପରି ଯଦି ଆମେ କାଟିଦେବା, ଏହାର ମଧ୍ୟ ଭାଗରେ ଆମକୁ ଆଇରନ୍ ସେଣ୍ଟର ବା ଲୌହ କେନ୍ଦ୍ର ମିଳିବ, ଯେଉଁଠିକି ଲୌହ ଅଛି ଏବଂ ଏହା ବହୁତ ଗରମ ଏବଂ ଘନ। ସେହିପରି ସେ ଲୌହର ଚାରିପାର୍ଶ୍ୱରେ ଅନ୍ୟାନ୍ୟ ମିନେରାଲ୍ସ ଅଛନ୍ତି ବା ଅନ୍ୟାନ୍ୟ ମେଟାଲ ଅଛନ୍ତି, ସେଥିରେ କ'ଣ କ'ଣ ଅଛନ୍ତି? ମ୍ୟାଗ୍ନେସିୟମ୍ ଅଛନ୍ତି, ସିଲିକନ୍ ଅଛନ୍ତି ଏବଂ ଚନ୍ଦ୍ରର ପୃଷ୍ଠଭୂମି ତ ଆମେ ଦେଖିସାରିଛନ୍ତି ଯେ ଏହା ଧୂସର ରଙ୍ଗର ଧୂଳିରେ ପରିପୂର୍ଣ୍ଣ ଏବଂ ଏହା ହେଉଛି ପଥୁରିଆ। ତେବେ ଚାଲନ୍ତୁ ଆଉ ଏକ ରୋଚକ ପ୍ରଶ୍ନକୁ ଦେଖିବା ଯେ ପ୍ରଶ୍ନଟି ହେଉଛି ଚନ୍ଦ୍ର କିପରି ଗତି କରେ। ତେବେ ଯଦି ଆମେ ଆକାଶରୁ ଦେଖିବା ତାହେଲେ ଦେଖିବା ଯେ ଚନ୍ଦ୍ର ପୃଥିବୀକୁ ପରିକ୍ରମା କରୁଛି। ମାନେ ପୃଥିବୀ ଚାରିପଟେ ଗୋଲ ଗୋଲ ବୁଲୁଛି। କିପରି? ଯେପରି ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲୁଥାଏ, ସେହିପରି ଚନ୍ଦ୍ର ପୃଥିବୀ ଚାରିପଟେ ବୁଲୁଥାଏ। ତେବେ ଚନ୍ଦ୍ର ଏଇ ଯେଉଁ ପଥରେ ବୁଲୁଛି ତାହା ସମ୍ପୂର୍ଣ୍ଣ ବୃତ୍ତାକାର ନୁହେଁ, ଏହା ହେଉଛି ଅଣ୍ଡାକୃତି ବା ଏଲିପ୍ସ ଆକୃତିର। ତେଣୁକରି କିଛି ଦିନରେ ଚନ୍ଦ୍ର ଆମର ବହୁତ ପାଖରେ ଥାଏ, ଯେଉଁଠାରେ କି ଏହା ପୃଥିବୀର ନିକଟତର ହୋଇଥାଏ। ସେହିପରି କିଛି ଦିନରେ ଏହା ଆମଠାରୁ ବହୁତ ଦୂରରେ ଥାଏ, ମାନେ ପୃଥିବୀ ଠାରୁ ବହୁତ ଦୂରରେ ଥାଏ। ତେବେ ଆଉ ଏକ କଥା ହେଉଛି ଯେ ଚନ୍ଦ୍ର ପୃଥିବୀ ଚାରିପଟେ ଯେତିକି ଜୋରରେ ବୁଲୁଛି, ନିଜ ଚାରିପଟେ ମଧ୍ୟ ସେତିକି ଜୋରରେ ହିଁ ବୁଲୁଥାଏ। ତେଣୁକରି ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱକୁ ହିଁ ଦେଖିପାରୁ। ଏହା ହେଉଛି ଯେପରି ତୁମେ ସବୁ ସାଙ୍ଗମାନେ ଭିତର ଆଡ଼କୁ ଅନାଇ ଗୋଲ ଗୋଲ ହୋଇ ବୁଲୁଛ, ତୁମେ ସବୁବେଳେ ତୁମର ଗୋଟିଏ ସାଙ୍ଗର ମୁହଁକୁ ସିଧା ଦେଖିପାରିବ। ସେହିପରି ଆମେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱକୁ ସବୁବେଳେ ଦେଖିଥାନ୍ତି। ତେବେ ତୁମମାନଙ୍କ ମନରେ ପ୍ରଶ୍ନ ଆସୁଥିବ, କେହି କେବେ କ'ଣ ଚନ୍ଦ୍ରକୁ ଯାଇଛନ୍ତି? ହଁ, 1969 ମସିହାରେ ନୀଲ ଆମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଯାଇଥିବା ପ୍ରଥମ ମଣିଷ। ଦେଖନ୍ତୁ ସେଠାରେ ତାଙ୍କ ପାଦ ଚିହ୍ନ ବି ଅଛି ଏବଂ ଏ ପାଦ ଚିହ୍ନ ଆଜି ବି ସେଠାରେ ଥିବ। କାହିଁକି? ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ କିମ୍ବା ଜୀବନ ନାହିଁ, ତେଣୁକରି ଏଗୁଡ଼ିକ ଚନ୍ଦ୍ରପୃଷ୍ଠରେ ସେଇଭଳି ରହିଥାଏ। ତେବେ ଭାରତ ମଧ୍ୟ ଚନ୍ଦ୍ରକୁ ଅନେକ ଅଭିଯାନ କରିଛି। ତେବେ ଚନ୍ଦ୍ରପୃଷ୍ଠରେ ଭାରତର ଅଭିଯାନ ହେଉଛି ଚନ୍ଦ୍ରାୟଣ 1, ଚନ୍ଦ୍ରାୟଣ 2 ଏବଂ ଚନ୍ଦ୍ରାୟଣ 3। ତେବେ ଚନ୍ଦ୍ରାୟଣ 3 ଚନ୍ଦ୍ରର ଦକ୍ଷିଣ ମେରୁରେ ଯାଇ ପହଞ୍ଚିଛି, ଯେଉଁଠାରେ କି କୌଣସି ଦେଶ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି। ତେବେ ତୁମେମାନେ ମଧ୍ୟ ମନ ଦେଇ ପାଠ ପଢ଼ାପଢ଼ି କଲେ ଦିନେ ତୁମର ଚିହ୍ନ ଚନ୍ଦ୍ରରେ ଛାଡ଼ି ଦେଇପାରିବ।